हेलो फ्रेंड्स आज आपण मैंने सिंदूर देखा एक दमदार एपिसोड तो स्किप न करी पूरा लास्ट पर्यंत देखो निश्चित भाव में जानीपारे ता सहित जो मैंने बर्तमान पर्यटन मो चैनल नुआ अच्छा सब्सक्राइब करते प्लीज 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 सब्सक्राइब कर दिखाँ जहाँकि हम जिते वीडियो अपलोड करूँ तो नोटिफिकेशन पहुँच जाव सो चलते स्टार्ट करिया कौन रही आज एपिसोड आज आप देखिए समस्ते पूजा सारिकी घर को फेरी घर को फेरला समस्ते टायर्ड अच्छा आउ समस्ते जाइए निज निज रूम रेस्ट करने एपटे रश्मि किंतु मल्लिका कथा किसी जापार जो रात निद होनी से बहुत कष्ट छुआ मान बचे से आनी से कथा से भावुं से भावुं केमी सब कथा सका अंश को कहि मल्लिका पाखे किसी काली शक्ति अच्छी जहाद्वारा कि से पिला क्षति करने चाहते तो से समय रात भाई मुझे जाऊँगी पिला देखी आसवि से ठीक ठाक अच्छा ना तो जिते जाऊँ देखा करने मल्लिका दौड़ी आसती तू जाकि देखा करना तो ता भर हाथापाई मल्लिका और रोशनी भितर मल्लिका रोशनी को पेली छत उपरକୁ तलକୁ ଆଉ ତଳେ ଖସି ପଡ଼ିଛନ୍ତି ରଶ୍ମି। ରଶ୍ମି ତଳେ ଖସିଲା ପରେ ତାଙ୍କ ମୁଣ୍ଡରେ ଜୋରେ ଆଘାତ ଲାଗିଛି ଆଉ ସେ ସେନ୍ସଲେସ୍ ହେଇଛନ୍ତି। ତ ସମସ୍ତେ ତାଙ୍କୁ ମେଡିକାଲ ନେଇଯାଇଛନ୍ତି ଆଉ ରାଜବୀର ପଚାରୁଛନ୍ତି ଡକ୍ଟରଙ୍କୁ ଡକ୍ଟର କଣ ହେଇଛି ମୋ ୱାଇଫଙ୍କର ସେ କେମିତି ଅଛନ୍ତି ତ ଡକ୍ଟର ସେତେବେଳେ କହୁଛନ୍ତି କି ଆପଣଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଜୋରେ ଆଘାତ ଲାଗିଥିବାରୁ ସେ ସେନ୍ସଲେସ୍ ଅଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସେନ୍ସ ଆସିନି ତ ଆଜି ତାଙ୍କୁ ଆଡମିଟ୍ କରି ରଖିବାକୁ ପଡ଼ିବ ତ ତାଙ୍କ ପାଖରେ କେହି ନା କେହି ନିଜ ଲୋକ ରହିବାକୁ ପଡ଼ିବ ଯେତେବେଳେ ଏକଥା କହିଛନ୍ତି ରାଜବୀର ସେ ସମୟରେ କହିଛନ୍ତି ରିୟା ଆଉ ତମେ ଆଜି ରହିଯାଅ ରାତିରେ ରଶ୍ମିଙ୍କ ପାଖରେ ମୋର ଆଜି କାମ ଅଛି ମିଟିଂ ଅଛି ମୁଁ ମୋର ଯାଉଛି ଏହା କହି ଯେତେବେଳେ ପଳେଇଛନ୍ତି ରିୟା ମଧ୍ୟ କହିଛନ୍ତି ଠିକ୍ ଅଛି ତ ସେଇ ସମୟରେ ଅଂଶ ଭାବୁଛନ୍ତି କେମିତି ନିଜ ସ୍ତ୍ରୀ ବୋଲି କହୁଛି ଆଉ ନିଜ ସ୍ତ୍ରୀ ପାଇଁ କଣ ତାଙ୍କ ପାଖରେ ଟାଇମ୍ ନାହିଁ ସେ କେମିତି ଏତେ ବଡ଼ ଅବସ୍ଥାରେ ଏମିତି ତାଙ୍କ ସ୍ତ୍ରୀକୁ ଛାଡ଼ିକି ସେ ପଳଉଛନ୍ତି ଏହା ପଛରେ କିଛି ନା କିଛି ତ ବଡ଼ ରହସ୍ୟ ଅଛି ଯୋଉଟା କି ବର୍ତ୍ତମାନ ପର୍ଯ୍ୟନ୍ତ ରାଜବୀର ତାଙ୍କ ରହସ୍ୟ କଥା କାହାକୁ ଜଣାଉନାହାନ୍ତି ଅଂଶ ସେ ବିଷୟରେ ଭାବିକି ବହୁତ ଚିନ୍ତା ହଉଛନ୍ତି କାହିଁକିନା ରଶ୍ମିଙ୍କୁ ଦେଖିଲେ ତାଙ୍କୁ ଆଦ୍ୟା କଥା ମନେ ପଡୁଛି କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ରଶ୍ମି ଯିଏ ଆଦ୍ୟା ସିଏ ନା ଆଉ କିଛି କିନ୍ତୁ ରାଜବୀର ଯେତେବେଳେ ରୋଶନୀକୁ ମେଡିକାଲ ଛାଡ଼ିକି ପଳଉଛନ୍ତି ସେ ସମୟରେ ଅଂଶ ବହୁତ ଟେନସନରେ ଅଛନ୍ତି ଆଉ ଭାବୁଛନ୍ତି ବୋଧେ ସତରେ ଇଏ ରୋଶନୀ ତାଙ୍କ ସ୍ତ୍ରୀ ନୁହଁ ନହେଲେ ଯଦି ନିଜ ସ୍ତ୍ରୀ ହେଇଥାନ୍ତା ତାହେଲେ ନିଶ୍ଚିତ ଭାବେ ସେ ତାଙ୍କୁ ଏଇଠି ଅପେକ୍ଷା କରିଥାନ୍ତେ କିନ୍ତୁ ଘର ଲୋକ ସମସ୍ତେ ଥିବା ବେଳେ ରୋଶନୀକୁ ଛାଡ଼ିକି ରାଜବୀର କେମିତି ପଳଉଛନ୍ତି ବାହାରକୁ ତାପରେ ଏପଟେ ଅଂଶ ମଧ୍ୟ ଚିନ୍ତା କରୁଛନ୍ତି ଆ ପଛରେ ରହସ୍ୟଟା ନିଶ୍ଚିତ ଭାବରେ ମୁଁ କାଢ଼ିବି ତ ଏହାରି ଭିତରେ ଆସିଛି ଆଉ ଗୋଟେ ଟୁଇଷ୍ଟ ଯେତେବେଳେ ମୁଣ୍ଡରେ ଆଘାତ ଲାଗିଛି ସେଇ ସମୟରେ ସେନ୍ସଲେସ୍ ଅଛନ୍ତି ତ ସମସ୍ତଙ୍କୁ ଲାଗୁଛି ସେନ୍ସ ଫେରିଲା ପରେ ରୋଶନୀ ନିଶ୍ଚିତ ଭାବରେ ତାଙ୍କର ପୁରୁଣା ଦିନକୁ ଫେରି ପାଇବେ ଆଉ ପୁରୁଣା କଥାକୁ ମନେ ପକେଇ ପାରିବେ ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କଣ ଲାଗୁଛି ରଶ୍ମି କଣ ସତରେ ନିଜର ମୁଣ୍ଡର ଆଘାତ ଦ୍ୱାରା ସବୁ କଥା ପୂର୍ବରୁ ଭୁଲି ଯାଇଥିବା କଥା ମନେ ପକେଇ ପାରିବେ ଆଉ ତାପରେ ସେ ରାଜବୀରକୁ ମଧ୍ୟ ଚିହ୍ନି ପାରିବେ ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡକୁ ଆଉ ଏଇ ଏପିସୋଡଟା କେମିତି ଲାଗିଲା କମେଣ୍ଟ କରି କହିବେ ତା ସହିତ ଏପିସୋଡରେ କାହାର କ୍ୟାରେକ୍ଟର ବେଶୀ ଭଲ ଲାଗୁଛି ସେଟା ମଧ୍ୟ କମେଣ୍ଟ କରି କହିବେ ତ ଆମେ ରହିଲୁ ନେକ୍ସଟ ଏପିସୋଡ ରିଭ୍ୟୁ ବହୁତ ଜଲ୍ଦି ଆସିବ ସେ ପର୍ଯ୍ୟନ୍ତ ୱେଟ୍ କରନ୍ତୁ ଆଉ ଦେଖୁଥାନ୍ତୁ ସିନ୍ଦୁର ଖେଳ ବାଏ ବାଏ।